हेलो फ्रेंड्स। देखंतु गोटे नुआ अपडेट नहीं कि आसी अछि जोटा कि आपण मानकर शिक्षक मानक ऊपर तो सुप्रीम कोर्ट राय देइचंती जे जो माने भी शिक्षक जॉब करूचंती से माने टीईटी पास करबा बाध्यतामूलक सेमानंकु टीईटी एग्जाम देकी टीईटी पास करबा एकांत आवश्यक टीचर एलिजिबिलिटी टेस्ट। तो चलतु सुप्रीमकोर्ट को राय को देखिदबा कौन डिटेल्स से देइछन। देखो शिक्षक बड़ खबर शिक्षक टीईटी पास बाध्यतामूलक टीचर एलिजिबिलिटी टेस्ट नहीं सुप्रीम कोर्ट को बड़ राय। तो सुप्रीम कोर्ट कहिसंती जे आपण मानको टीईटी पास करबा निहाती आवश्यक जो माने भी ऑलरेडी चाकरी करिसंती। तो डिटेल्स देखिदबा टीईटी उत्तीर्ण बाध्यतामूलक बोली राय देले सुप्रीम कोर्ट। ଯେଉଁ ଶିକ୍ଷକ ମାନେ ଚାକିରିରେ ଅଛନ୍ତି 2 ବର୍ଷରେ ଟିଟ୍ ପାସ୍ କରିବାକୁ ପଡିବ। ତ ଯେଉଁମାନେ ବି ଜବ୍ କରୁଛନ୍ତି 2 ବର୍ଷ ଭିତରେ ଆପଣ ମାନଙ୍କୁ ଟିଟ୍ ପାସ୍ କରିବାକୁ ପଡିବ। ଯେଉଁ ଶିକ୍ଷକଙ୍କ ଅବସର ସମୟ ଆଉ 5 ବର୍ଷରୁ କମ ଅଛି ସେମାନଙ୍କ ପାଇଁ ଟିଟ୍ ବାଧ୍ୟତାମୂଳକ ନୁହେଁ ବା ସେମାନେ ଟିଟ୍ ଏକ୍ସାମ ଦେବେନି। ପାସ୍ ନ କଲେ ମଧ୍ୟ ଚଳିବ, ଟିଟ୍ ଦେବାକୁ ପଡିବ ନାହିଁ। ଯେଉଁମାନଙ୍କର 5 ବର୍ଷରୁ କମ ଅଛି ଅବସର ସମୟ। ନେକ୍ସଟ କହିଛି ଅବସର ସମୟର 5 ବର୍ଷରୁ ଉର୍ଦ୍ଧ୍ୱ ଥିଲେ ଆପଣ ମାନଙ୍କୁ ଟିଟ୍ ନିହାତି ଦେବା ଆବଶ୍ୟକ ଆଉ ଟିଟ୍ ପାସ୍ କରିବା ନିହାତି ଦରକାର। ଟିଟ୍ ଉତ୍ତୀର୍ଣ୍ଣ ହୋଇ ନ ପାରିଲେ ବାଧ୍ୟତାମୂଳକ ଅବସର ନେବାକୁ ପଡିବ। ତ ଆପଣ ଯଦି ଟିଟ୍ ପାସ୍ ନ କରୁଛନ୍ତି ତାହେଲେ ଆପଣ ମାନଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ପଡିବ। ତ ଇନଫରମେସନ ଟି ଦେଖନ୍ତୁ ସୁପ୍ରିମ କୋର୍ଟ ଦେଇଛି। ତ ଯାହା ବି ପଦକ୍ଷେପ ନେଇଛନ୍ତି ସୁପ୍ରିମ କୋର୍ଟ ଦେନ୍ ଏଇଭଳି ଇନଫରମେସନ ଆଗକୁ ପାଇବା ପାଇଁ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ଲାଇକ୍ କରିବେ, ସେୟାର କରିବେ ଆଉ ନୂଆ ନୂଆ ଅପଡେଟ ପାଇଁ ବେଲ ଆଇକନକୁ ଦବେଇ ଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ।